ଆମ ସ୍କୁଲର ପିଲାମାନେ ପଚାରିଲେ ପଢ଼ା ହେଉଥିବା ଗଣିତ କେଉଁଠାରେ ବ୍ୟବହାର କରାଯାଏ। ଯେମିତି ବୃତ୍ତର ବିଷୟ ବୃତ୍ତ କରି ସେମାନେ କ'ଣ ଜାଣିବେ, ସେମାନଙ୍କର କ'ଣ ଦରକାର ଆସିବ। ଗଣିତ ସହିତ ଆମେ ବହୁତ କିଛି ସୃଜନାତ୍ମକ କାର୍ଯ୍ୟ କରିପାରିବା। ଦେଖାଉଛି ଦେଖ, ଏହା ହେଉଛି ବୃତ୍ତର ସମୀକରଣ। ଯଦି ମୁଁ 2 ଏକକ ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ବୃତ୍ତ ଆଙ୍କିବାକୁ ଚାହେଁ, ତେବେ ମୋତେ ଏଥିପାଇଁ କେବଳ r ମୂଲ୍ୟକୁ 2 ରଖିବାକୁ ପଡ଼ିବ ଏବଂ କିନ୍ତୁ ବର୍ତ୍ତମାନ ଏହି ସମୀକରଣ କାର୍ଟେସିଆନ ରୂପରେ ଅଛି। ତେଣୁ ମୁଁ ଏହି ସମୀକରଣକୁ ପୋଲାର କୋଅର୍ଡିନେଟରେ ପରିବର୍ତ୍ତନ କରିବି, ଯାହାଦ୍ୱାରା ମୁଁ ସମୀକରଣରେ ଅଧିକ ନିୟନ୍ତ୍ରଣ ପାଇବି। x = r cos θ ଏବଂ r sin θ ନେଇ କ'ଣ ଏମିତି ୟୁଜ୍ କଲେ r = 2 ପାଇବି ଏବଂ ଯଦି ମୁଁ ଏହାକୁ ଆଙ୍କିବି ତେବେ ଏହା ମୋତେ 2 ଏକକ ବ୍ୟାସାର୍ଦ୍ଧ ବିଶିଷ୍ଟ ବୃତ୍ତ ଦେବ। ଏଠାରେ r ଏକ ସ୍ଥିରାଙ୍କ ଅଟେ। ଯଦି ମୁଁ ସାଇନ୍ ଭଳି ଯେକୌଣସି ଚଳକ ସହିତ ଏହାର ମୂଲ୍ୟକୁ ପରିବର୍ତ୍ତନ କରେ ଏବଂ ଥୀଟାରେ 2 ଗୁଣନ କରି ଏହାର ମୂଲ୍ୟକୁ 0 ରୁ 2π ପର୍ଯ୍ୟନ୍ତ ରଖେ ଏବଂ ମୁଁ ଏକ 4 ବଖରା ପାଇବି। ଯଦି ମୁଁ ଏହି 2 ଥୀଟାକୁ 4 ଥୀଟା ସହିତ ବଦଳାଏ ତେବେ ମୁଁ ଏକ ଫୁଲ ପାଇବି। ତେଣୁ ଆମେ ଗଣିତ ବ୍ୟବହାର କରି ଏକ ଫୁଲ ତିଆରି କରିପାରିବା। ଏହି ସମୀକରଣଟି ହେଲେ ତୁମେ ଏକ ସୁନ୍ଦର ପ୍ରଜାପତି ପାଇବ। ତାପରେ ଆମ ସ୍କୁଲରେ ଥିବା ଇ-ଲାଇବ୍ରେରୀକୁ ଗଲେ ଯଦି ମୁଁ ଏହି ସମୀକରଣକୁ ସ୍କ୍ରାଚରେ କୋଡିଂ ବ୍ୟବହାର କରି ଏହାକୁ ଆନିମେଟ୍ କରିବାକୁ ଚେଷ୍ଟା କରେ ତେବେ ଏପରି କିଛି ପାଇବା।